ମନ୍ଦୋଦରୀର ଝିଅ ସୀତା କେମିତି ହେଲା ସୀତା କୋ ଜଣେ ସମ୍ଭୁତା ବୋଲି ସେ ଲେଖିଲେ ପୁରାଣ ମଧ୍ୟରେ ଲେଖା ଅଛି ମନ୍ଦୋଦରୀ ଝିଅ ଆହାରା ବଳ ଝିଅ ମାର୍ଗଂ ମାର୍ଗଂ ମୃଗ ମୃଗାରାତି ରାମ ଭୀରାମ ସକଂ ସକଂ ଗତିପତି ଗତେ ଲକ୍ଷଣେ ଲକ୍ଷଣେ ସୀତା ସୀତା ଜନକ ତନୟା ରାଜ୍ୟ ଲଙ୍କା ମଲଙ୍କା ନୀତା ନୀତା ସୁର ସୁର ବଧୁ ରାବଣ ରାବଣ সহজনে শুণ মন দেই সহজনে শুণ মন দেই ঝিও সীতা কেমিতি হেলা রামায়ণর প্রশ্ন আসি সে পৌঁছিলা রামায়ণ প্রশ্ন উত্তর কহিবা বুঝাই পিতৃ শব্দ পাড়ি রামচন্দ্র বনবাস গলে পঞ্চুবটী কুটিরে পুଣି রহি নথিলে সীতা লক্ষণ রামচন্দ্র তিনি জଣ গলে পঞ্চুবটীরে সেই স্থাନରେ ସେ ଥିଲେ সেই ସମୟରେ ସୁପର୍ଣ୍ଣଖା ପହଞ୍ଚିଲା সেই ସମୟରେ ସୁପର୍ଣ୍ଣଖା ସେ ପହଞ୍ଚିଲା ରାମଚନ୍ଦ୍ରକୁ ବିବାହ ବୋଲି କହିଲା ରାମଚନ୍ଦ୍ରକୁ ବିବାହ ବୋଲି କହିଲା রামচন্দ্র কহিলে মু বিবাহ হইছি মোহর পত্নী মো পাশে রহিছি লক্ষণ বীর তু বিবাহ হইবু এহা লেখিন পত্রে খণ্ডে সেই দেলে সুপর্ণখা পত্র ধরি লক্ষণ পাশকু গলে যেতেবেলে লক্ষণ সে চিঠি পড়িলে ভাই লেখিবা বচন নিশ্চয় রখিলে সুপর্ণখার নাশকন ছেদন কলে সুপর্ণখা কান্দি কান্দি ভাই রাবণ পাশে গলে ভাই রাবণ মোর নাশকন লক্ষণ করিলা ছেদন কাহার সাহস পুଣି হইলা রাবণ ভৌণীর নাক কাটিলা এহার প্রতিশোধ নেব ভাবিলা মারিচ রাক্ষসକୁ পঠাই দেলা মারিচ রাক্ষসକୁ পঠাই দেলা রামচন্দ্র হস্তরে বলে স্বর্গ জীবী নিশ্চয় মুহি রাবণ কথা মানিবি বুঝিলা কি ହେଲେ ଯେତେବେଳେ ମାରିଚ ଶୁଣିଲା ମୁଁ ଯଦି ଯିବିନି ରାବଣ ମାରିଦବ ये रावण हाथ केन मरबी कि रामचंद्र हाथ कहीं न मरबी से विचार करी मारिच कौन कला गोटे मृग रूप धारण करी सीतांग निकट को गला जेते सीता देखिले मारिच ये सुंदर गोटे मृग होइछि लक्षण गले लक्षण रामचंद्र गले रामचंद्र तुम्हें जाओ से मृगटा को धरि आनो मु सेटा को पाली पोसी रखबी रामचंद्र जानी पाले मारिच पछरे पछरे गोड़ेले मारिच आगे आगे से तो मायावी आगे आगे दौड़ुछे ता पछरे रामचंद्र दौड़ुछंती जेते रामचंद्र स्वर मार देले मारिच कोन गोटे राव देला त्राही लक्षण जेते त्राही लक्षण बोली डाक देला सेही समय सीता कुसुमिला सीता लक्षण गले हे लक्षण तुम भाई की विपद पड़ी जाइए तुम्हें चंचल जाओ भाई की रक्षा करियो हे लक्षण सब जान देइछंदी लक्षण कहले नाई मां ए सब असुर मानकर माया सब असुर माया मो भाई माया रे पड़ी जाइए मु जदी जिभी ताहले विपद होई जिवो से समय छाटी छाटी जेतले सीता वचन डी कहि देले लक्षण भी रागी करी भाई को रखिया भाई चली गली रावण तो भाभी थिला ए समय भी सर्वासुत रावण कपट सन्यासी वेश धारण पुष्प जानरे रसी नगला सीता सुंदरी हरण
ସୀତାଙ୍କୁ ଯେତେବେଳେ ଲଙ୍କାକୁ ନେଲା ସୀତାଙ୍କୁ ଯେତେବେଳେ ଲଙ୍କାକୁ ନେଲା ରାମଚନ୍ଦ୍ର ସୀତାକୁ ଖୋଜି ଖୋଜି ଗଲେ ଜଟାୟୁ ପାଖରୁ ସେ ଖବର ଶୁଣିଲେ ରାବଣକୁ ପୁଣି ବଧ କରିଲେ ରାବଣକୁ ପୁଣି ବଧ କରିଲେ ଏ ବଧ କରିବା କଥାଟା ଥାଉ ଯେତେବେଳେ ରାମଚନ୍ଦ୍ର ଜାଣିଲେ ସେ ସିନା ରାବଣ ପ୍ରତିଶୋଧ ନବା ପାଇଁ ସୀତାକୁ ହରଣ କରି ନେଇଗଲେ ହେଲେ ସୀତା କାହାର ଅଛି ପ୍ରଶ୍ନ ଆସିଲା ସୀତା କାହାର ଅଛି ସେ ଅଜନୀ ସମ୍ଭୁତା ବୋଲି ଲେଖା ଅଛି ବୋଲି କହୁଛନ୍ତି ନାଇଁ ଅଜନୀ ସମ୍ଭୁତା ନୁହଁ ସୀତା କେମିତି ହେଲା ଦିନେ ବି ସର୍ବାସୁତ ପୁଣି ରାବଣ ଭାବିଲା ଦିନେ ବି ସର୍ବାସୁତ ରାବଣ ଭାବିଲା ଦାନବ ବଂଶରେ କୀର୍ତ୍ତି ରଖିବି ବହିଲା ଦାନବ ବଂଶରେ କୀର୍ତ୍ତି ରଖିବି ବହିଲା ଶ୍ରୀ ସିଦ୍ଧ ପର୍ବତ ପାଶରେ ଋଷିମାନେ ତପସ୍ୟା କରୁଥିଲେ ସିଦ୍ଧ ପର୍ବତରେ ଋଷିମାନେ ତପସ୍ୟା କରୁଥିଲେ ତାହାକୁ ମାରିବି ବୋଲି ନିଜେ ରାବଣ ଭାବିଲେ ତାହାକୁ ମାରିବି ରାବଣ ବୋଇଲେ ଆରେ ରାକ୍ଷସ ଆମକୁ ମାରିବୁ ଆମେ ନିଶ୍ଚୟ ମରିବୁ ତ ଆମର ବିସର୍ଜନା ନହିବ ଆମର ଘରେ ଏକ ଦୁହିତା ଜନ୍ମ ହେବ ସେ ତୋର ବଂଶ ବିନାଶ କରିବ ଋଷିମାନ ବାକ୍ୟକୁ ହାସ୍ୟ କରିଦେଲା ରାବଣ ଋଷିମାନଙ୍କୁ ସମସ୍ତଙ୍କୁ ମାରିଦେଲା ଋଷିମାନଙ୍କର ଗୋଟେ କଳସରେ ଭରି ଗଲା ଦୂତ ହସ୍ତେ ମନ୍ଦୋଦରୀ ନିକଟକୁ ପଠାଇଲା ଯେତେବେଳେ ମନ୍ଦୋଦରୀ ନିକଟକୁ ଦୂତ ହସ୍ତରେ ବିଷ ବୋଲି ପଠାଇଦେଲା ମନ୍ଦୋଦରୀ ଭାବିଲା ବିଶ୍ୱର୍ବା ଋଷି ଗୋଟେ ଋଷି ପୁତ୍ର ହୋଇ ଦେବତା ମାନଙ୍କୁ ମାରୁଛି ରାକ୍ଷସ ଗୋଟେ ଆଚରଣ କରୁଛନ୍ତି ମୁଁ ତାଙ୍କର ସ୍ତ୍ରୀ ଏଗୁଡାକ ମୁଁ ଦେଖିପାରିବିନି ସେ ଯୋଉ ବିଷ ପଠେଇଛନ୍ତି ସେ ବିଷ ଖାଇକରି ନିଜେ ପ୍ରାଣ ତ୍ୟାଗ କରିଦେବି ମନ୍ଦୋଦରୀ ଭାବି ବିଚାର କରି କଣ କଲା ସେ ବିଷ ଗୁଡାକ ପେଟକୁ ଖାଇଦେଲା ହେଲେ ସେଟା ବିଷ ହେଲେ ସିନା ମରିଥାନ୍ତା ସେଠୁ ଋଷି ମାନଙ୍କର ରକ୍ତ ଋଷି ମାନେ ଅଭିଶାପ ଦେଇ କହିଛନ୍ତି ରେ ରାବଣ ଆମକୁ ମାରିବୁ ମାର ଆମେ ମରିବୁ କିନ୍ତୁ ଆମ ରକ୍ତରେ ବିଷଚନା ନୁହେଁ ଆମ ରକ୍ତରେ ଏକ ଦୁହିତା ଜନ୍ମ ହେବ ସେ ତୋର ସ୍ୱବଂଶ ସହିତ ବିନାଶ କରିବ ହେଲେ ଋଷି ମାନଙ୍କର ଅଭିଶାପ ରହିଛି ରାବଣ କଣ କଲା ଋଷି ମାନଙ୍କୁ ମାରିଦେଲା ଋଷି ମାନଙ୍କର ରକ୍ତ ଗୋଟେ କଳସରେ ପଠାଇ ଦୂତ ହସ୍ତରେ ମନ୍ଦୋଦରୀ ନିକଟକୁ ପଠାଇଲା ବିଷ ବୋଲି ମନ୍ଦୋଦରୀ ଭାବିଲା ଏ ପାପ ଗୁଡାକ କାହିଁକି ମୁଁ ଦେଖିବି ଏ ବିଷ ଖାଇକି ମୁଁ ମରିଯିବି ମନ୍ଦୋଦରୀ କଣ କଲା ସେଗୁଡାକ ବିଷ ବୋଲି ନିଜେ ଗର୍ଭକୁ କ୍ଷେପଣ କଲା ହେଲେ ସେଇଟା ଯଦି ବିଷ ହେଇଥାନ୍ତା ସେ ମରିଥାନ୍ତା ଋଷି ମାନଙ୍କ ରକ୍ତ ସେ ଋଷି ମାନଙ୍କ ରକ୍ତ ଯେତେବେଳେ ପିଇଦେଲା ଗୋଟେ ସୁନ୍ଦର ଝିଅ ଗୋଟେ ଜନ୍ମ ହେଲା ଯେତେବେଳେ ଗୋଟେ ସୁନ୍ଦର ଝିଅ ଜନ୍ମ ହେଲା ମୁଁ ବିଟପି ହୋଇଗଲି ହେ ଭଗବାନ ମୋ ପାଖରେ ତମ ପତି ନାହାନ୍ତି କେଡେ କଥା କଲୁ ରେ ଦଇବ ବିଚାର କଲା ମନ୍ଦୋଦରୀ ଗୋଟେ ମଞ୍ଜୁଷ ତୟାର କରି ସେଇ ମଞ୍ଜୁଷ ଭିତରେ ସେଟାକୁ ଭରି କରି ମିଥିଳା ନଦୀରେ ନେଇ ଭସେଇ ଦେଲେ ସେ ମିଥିଳା ନଦୀରେ ଯାଇ ଯାଇ ଭାସି 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 ଜନକ ଋଷିଙ୍କର ଜାଗ ଭୂମିରେ ଲାଗିଥିଲା ସେ ପିଢିଟା ଯେତେବେଳେ ଜନକ ଋଷି ଜାଗ ଆରମ୍ଭ କରିବା ପାଇଁ ଚାଷ କଲେ ଜାଗ ଭୂମିକି ଚାଷ କରିବା ସମୟରେ ସେ ଲଙ୍ଗଳ ସିଓ ବାଜି ସେ ପେଢିରୁ ସୀତା ଜନ୍ମ ହେଲେ ଲଙ୍ଗଳ ସିଓରୁ ଜନ୍ମ ହେବାରୁ ସୀତା ଜନକ ରାଜା ପାଳନ କରିଥିବାରୁ ଜାହ୍ନବୀ ମିଥିଳା ଦେଶର ଝିଅର ହଉ ମୈଥୁଳି ସୀତାଙ୍କର ଏମିତି ନାଁ ଗୁଡା ବିଭିନ୍ନ ପ୍ରକାର ରହିଛି ଏହିପରି ରାବଣଙ୍କର ଝିଅ ହଉଛନ୍ତି ସୀତା ବୁଝିଲା।